ମୟୂର ମୟୂରୀର ଏହି କାହାଣୀକୁ ଥରେ ଶୁଣନ୍ତୁ, ଘରେ କେବେ ବି କଳି ହେବ ନାହିଁ। ଗୋଟିଏ ଜଙ୍ଗଲରେ ଗୋଟିଏ ମୟୂର ଏବଂ ମୟୂରୀ ରହୁଥିଲେ। ସେମାନେ ସେହି ଜଙ୍ଗଲରେ ହସ ଖୁସିରେ ଏବଂ ଆରାମରେ ବସବାସ କରୁଥିଲେ। ଦିନେ ମୟୂରୀ ମୟୂରକୁ କହିଲା, ସେ ପ୍ରିୟ, ଆମେ ସେହି ସ୍ଥାନକୁ ଯିବା ଉଚିତ ଯେଉଁଠାରେ ଆମ ସମାଜର ଅନେକ ମୟୂର ବାସ କରୁଥିବେ। ଏହା ଶୁଣି ମୟୂର କହିଲା, ହେ ପ୍ରିୟ, ଆମେ ନୁହେଁ ଏଠାରେ କେତେ ଆରାମରେ ବାସ କରୁଛୁ, କାହିଁକି ସେଠାକୁ ଯିବା? କ'ଣ ଆବଶ୍ୟକ? କିନ୍ତୁ ମୟୂରୀ କିଛି ଶୁଣିଲା ନାହିଁ, ଜାଗା ଛାଡ଼ି ଯିବାକୁ ଜିଦ୍ କରି ବସିଲା। ତେବେ ମୟୂର ମଧ୍ୟ ରାଜି ହୋଇଗଲା। ସେମାନେ ଦୁହେଁ ଏକ ନଗରକୁ ଆସିଲେ। ସେହି ନଗରର ରାଜା ସହଜର ପଶୁ ଓ ପକ୍ଷୀମାନଙ୍କର ଭାଷା ବୁଝିପାରୁଥିଲେ, କାରଣ ସେହି ରାଜା ବରବଶାସ୍ତ୍ର ମଧ୍ୟୟନ କରିଥିଲେ। କରାବ ଶାସ୍ତ୍ରର ଅର୍ଥ ହେଉଛି ପଶୁ ଓ ପକ୍ଷୀମାନଙ୍କର ଭାଷାକୁ ସହଜରେ ବୁଝିପାରିବା। ସେହି ରାଜା ସମସ୍ତ ପଶୁ ଓ ପକ୍ଷୀମାନଙ୍କର ଭାଷାକୁ ସହଜରେ ବୁଝିପାରି ସକ୍ଷମ ଥିଲେ। ଦିନେ ସେହି ତାଙ୍କ ରାଣୀକୁ କୁହନ୍ତି ଯେ, ମୋତେ ବହୁତ ଭୋକ ଲାଗୁଛି, ମୋତେ କିଛି ଖାଇବାକୁ ଦିଅ। ରାଣୀ ରାଜାଙ୍କ ପାଇଁ ଖାଇବା ଆଣିବା ପାଇଁ ରୋଷେଇ ଘରକୁ ଯାଆନ୍ତି। ସେ ଏକ ଥାଳିରେ ଡାଲି ଏବଂ ଭାତ ନେଇ ଅନ୍ୟ ହାତରେ ଏକ ଢାଳରେ ପାଣି ନେଇ ରାଜାଙ୍କ ନିକଟକୁ ଆସନ୍ତି। ରାଣୀ ଖାଦ୍ୟ ଥାଳି ରାଜାଙ୍କ ନିକଟରେ ରଖିବା ସମୟରେ ଗୋଟିଏ ଦାନା ପ୍ଲେଟରୁ ତଳକୁ ଖସି ପଡ଼ି ଏଠାରେ ଗୁଡ଼ାଏ ପିମ୍ପୁଡ଼ି ବୁଲୁଥିଲେ। ସେଥିରୁ ଗୋଟିଏ ସ୍ତ୍ରୀ ପିମ୍ପୁଡ଼ି ସେହି ଭାତକୁ ନେଇ ଚାଲିଗଲା। ରାଜା ଏହି ଘଟଣାକୁ ଦେଖୁଥିଲେ। ସଙ୍ଗେ ସଙ୍ଗେ ଏକ ପୁରୁଷ ପିମ୍ପୁଡ଼ି ସେହି ପିମ୍ପୁଡ଼ି ନିକଟକୁ ଆସିଲା ଏବଂ ସେହି ପିମ୍ପୁଡ଼ିକୁ କହିଲା, ପ୍ରିୟ, ମୋତେ ଏହି ଭାତର ଦାନାଟା ଦିଅ ଏବଂ ତୁମେ ଯାଅ ରାଜାଙ୍କ ଥାଳିରୁ ଆଉ ଗୋଟିଏ ଭାତର ଦାନା ନେଇ ଆସ। ଭୟଙ୍କର କଥା ଭଲ ଭାବରେ ଶୁଣିଥିଲେ ଏକ ବୁଝିପାରୁଥିଲେ, କାରଣ ସେ ପ୍ରତ୍ୟେକ ପଶୁ ପକ୍ଷୀଙ୍କ ଭାଷା ବୁଝିପାରୁଥିଲେ। ସେପଟେ ପୁରୁଷ ପିମ୍ପୁଡ଼ି କଥା ଶୁଣି ସ୍ତ୍ରୀ ପିମ୍ପୁଡ଼ି କହିଲା, ନାହିଁ, ମୁଁ ଯିବି ନାହିଁ। ରାଜା ଜାଣିଲେ ମୋର ହତ୍ୟା କରିଦେବେ, ମୋତେ ଡର ଲାଗୁଛି। ତାପରେ ପୁରୁଷ ପିମ୍ପୁଡ଼ି ବୁଝିବା ପରେ ସେହି ସାହସ କରି ଥାଳି ଆଡ଼କୁ ଗଲା, କିନ୍ତୁ ଅଧା ରାସ୍ତାରୁ ଫେରି ଆସିଲା। ସେ ପୁରୁଷ ପିମ୍ପୁଡ଼ିକୁ କହିଲା, ନା, ଯିବି ନାହିଁ। କାଳେ ରାଜା ଜାଣିଥାଇଥିବେ, ସେ ମୋତେ ଦଣ୍ଡ ଦେବେ। ତେବେ ସେହି ସମୟରେ ରାଜା ଭୟଙ୍କୁ ଦେଖିଥିଲେ। ଏହାକୁ ଦେଖି ପୁରୁଷ ପିମ୍ପୁଡ଼ିକୁ ସନ୍ଦେହ ହେଲା ଯେ ରାଜା ଆମେ ଯାହା କହୁଛୁ ତାହା ବୁଝୁଛନ୍ତି। ସେ ଅନ୍ୟ ପିମ୍ପୁଡ଼ିକୁ କହିଲା, ଆମେ କ'ଣ କହୁଛୁ ରାଜା ବୋଧେ ଆମେ କଥା ବୁଝୁଛନ୍ତି, ସେଥିପାଇଁ ସେ ଆମକୁ ଦୁହିଁଙ୍କୁ ଚାହିଁ ରହିଛନ୍ତି। ଏହା ଶୁଣି ସ୍ତ୍ରୀ ପିମ୍ପୁଡ଼ି କହିଲା, ଯଦି ସେ ଆମ କଥା ବୁଝୁଛନ୍ତି ଏବଂ ଯଦି ଆଉ କାହାକୁ କହନ୍ତି ଯେ, ତେବେ ସେହି ସଙ୍ଗେ ସଙ୍ଗେ ପଥର ହୋଇଯିବେ। ରାଜା ଏହା ଶୁଣି ପାରିଲେ ଏବଂ ବୁଝିପାରିଲେ। ସେ ଜୋରରେ ହସିବାକୁ ଲାଗିଲେ। ରାଜାଙ୍କୁ ଏକାକୀ ହସିବାର ଦେଖି ରାଣୀ ରୋଷେଇ ଘରୁ ବାହାରକୁ ଆସିଲେ। ସେ ରାଜାଙ୍କୁ ହସୁଥିବାର ଦେଖି ରାଣୀ ଭାବିବାକୁ ଲାଗିଲେ ଯେ ବୋଧହୁଏ ସେ କିଛି ଭୁଲ କରିଦେଇଛନ୍ତି, ସେଥିପାଇଁ ରାଜା ହସୁଛନ୍ତି। ରାଣୀ ରାଜାଙ୍କ ନିକଟକୁ ଆସି କହନ୍ତି, ମହାରାଜ, ମୁଁ କିଛି ଭୁଲ କରିଛି ନା କ'ଣ ଆପଣ ଏତେ ଜୋରରେ ହସୁଛନ୍ତି? ରାଜା ରାଣୀକୁ କହନ୍ତି, ନା, ସେପରି କିଛି ନାହିଁ, ମୁଁ କେବଳ ଏହିପରି ହସୁଥିଲି। ତୁ ରାଣୀ ଜିଦ୍ ଧରି ବସିଛନ୍ତି ଏବଂ କୁହନ୍ତି, ଆପଣଙ୍କୁ ମୋତେ କହିବାକୁ ପଡ଼ିବ ଯେ ଆପଣ କାହିଁକି ହସୁଥିଲେ। ରାଜା ବାରମ୍ବାର ମନା କରନ୍ତି, କାରଣ ରାଜା ଜାଣିଥିଲେ ଯେ ସ୍ତ୍ରୀ ପିମ୍ପୁଡ଼ି କହିଛି ଯଦି ସେହି ଏହି ଘଟଣା ବିଷୟରେ କାହାକୁ କହିବେ, ତେବେ ସେ ପଥରରେ ପରିଣତ ହୋଇଯିବେ। ତେଣୁ ରାଜା ରାଣୀଙ୍କୁ ଏହା କହିବାକୁ ଚାହୁଁନଥିଲେ, କିନ୍ତୁ ରାଣୀ ବାରମ୍ବାର ଜିଦ୍ କରିଥିଲେ ଏବଂ କହିଥିଲେ, ଯଦି ଆପଣ ମୋତେ ପ୍ରକୃତରେ ଭଲ ପାଆନ୍ତି, ତେବେ ଆପଣଙ୍କୁ ମୋତେ ସତ୍ୟ କଥା କହିବାକୁ ପଡ଼ିବ। ବର୍ତ୍ତମାନ ରାଜା କିଛି ବୁଝିପାରିଲେ ନାହିଁ, କ'ଣ କରିବେ। ରାଜା ଭାବିଲେ ଯେ ଯଦି ମୁଁ ରାଣୀଙ୍କୁ କହିବି, ତେବେ ମୁଁ ପଥରରେ ପରିଣତ ହୋଇଯିବି ଏବଂ ଯଦି ମୁଁ ରାଣୀକୁ ଏହା ନ କହିବି, ତେବେ ରାଣୀ ମୋ ଉପରେ ବିଶ୍ୱାସ ଉଠାଇବେ। ବର୍ତ୍ତମାନ ରାଜାଙ୍କୁ ରାଣୀ ଜିଦ୍ ସାମ୍ନାକୁ ମୁଣ୍ଡ ନୁଆଇବାକୁ ପଡ଼ିଲା।
କାରଣ ବାଳ ହଟ ଏବଂ ସ୍ତ୍ରୀ ହଟ ଏହି ଦୁଇ ହଟ ଆଗରେ ସମସ୍ତଙ୍କୁ ହରାଇବାକୁ ପଡ଼ିଥାଏ। ବର୍ତ୍ତମାନ ରାଜା ରାଣୀଙ୍କୁ କହନ୍ତି, ଠିକ୍ ଅଛି ରାଣୀ, ଶୁଣ, ମୁଁ ତୁମକୁ ଏହି ବିଷୟରେ କହୁଛି, କିନ୍ତୁ ପରେ ତୁମକୁ ଅନୁତାପ କରିବାକୁ ପଡ଼ିବ। ରାଣୀ କହନ୍ତି ଯେ, ବର୍ତ୍ତମାନ ଆପଣ କହୁଥିଲେ ଯେ ସେମିତି କିଛି କଥା ନାହିଁ, ଆଉ ବର୍ତ୍ତମାନ କହୁଛନ୍ତି ଯେ ମୋତେ ଅନୁତାପ କରିବାକୁ ପଡ଼ିବ। ରାଣୀ ଭାବିଲେ ଯେ ନିଶ୍ଚୟ କିଛି ରହସ୍ୟ ଅଛି, ସେଥିପାଇଁ ସେ ଶୁଣି ଜିଦ୍ କରି ପଚାରିଥିଲେ। ବର୍ତ୍ତମାନ ରାଜା ମଧ୍ୟ ହୋଇ ରାଣୀଙ୍କୁ କହିଲେ, ଠିକ୍ ଅଛି, ମୁଁ ତୁମକୁ ସବୁ କଥା କହିବି, କିନ୍ତୁ ଏଠି ନୁହେଁ, ଆମକୁ ଏଠୁ ଦୂର ଜଙ୍ଗଲକୁ ଯିବାକୁ ହେବ। ଏହାପରେ ବର୍ତ୍ତମାନ ରାଜା ଏବଂ ରାଣୀ ଉଭୟ ପଥରରେ ବସି ଜଙ୍ଗଲ ଆଡ଼କୁ ଚାଲି ଯାଇଥାନ୍ତି। ଦୁହେଁ ଏକ ଘଞ୍ଚ ଜଙ୍ଗଲର ମଝିରେ ପହଞ୍ଚିବା ମାତ୍ରେ ରାଣୀଙ୍କ କହିବା ଆରମ୍ଭ କରିଥିଲେ। ରାଜା ରାଣୀଙ୍କୁ ଯେତେ ଯେତେ କଥା ଆଗକୁ କହି ଗଲେ ସେ ଧୀରେ ଧୀରେ ପଥରରେ ପରିଣତ ହେବାକୁ ଲାଗିଲେ। ରାଜା ପୁରା କାହାଣୀ ରାଣୀଙ୍କୁ କହିବା ପରେ ରାଜା ପୁରା ପଥର ପରିଣତ ହୋଇଗଲେ। ବର୍ତ୍ତମାନ ରାଣୀ ଭୟଭୀତ ହୋଇ ଜୋରରେ କାନ୍ଦିବାକୁ ଲାଗିଲେ ଯେ ସେହି ପଥରକୁ ଏପଟ ସେପଟ କରି ହଲେଇବାକୁ ଲାଗିଲେ, କିନ୍ତୁ ସେ କିଛି କରିପାରିଲେ ନାହିଁ। ପଥର ବହୁତ ଭାରୀ ଥିଲା, କାରଣ ରାଜା ବହୁତ ବଳବାନ ଥିଲେ। ବିଚାର ରାଣୀ ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ସାହାଯ୍ୟ ପାଇଁ ଉଚ୍ଚ ସ୍ୱରରେ ଡାକିବାକୁ ଲାଗିଲେ। ଏହି ଘଟଣାକୁ ଉଭୟ ମୟୂର ଓ ମୟୂରୀ ଦେଖିଥିଲେ। ରାଣୀଙ୍କ ବିଳାପ ଦେଖି ମୟୂରକୁ ତାଙ୍କ ପ୍ରତି ଦୟା ଆସିଲା ଏବଂ ମୟୂରୀକୁ କହିଲା ଯେ, ପ୍ରିୟ, ଏହା ହେଉଛି ସ୍ତ୍ରୀ ହଟ। ତୁମର ଏହି ହଟ ପାଇଁ ଆମେ ଏଠାକୁ ଆସିଲେ। ଆମେ ସେଠାରେ କେତେ ଖୁସିରେ ରହୁଥିଲେ। ମୟୂର କହିଲା, ପ୍ରିୟ, ଏହି ରାଣୀ ବହୁତ ଦୁଃଖରେ ଅଛନ୍ତି, ଆମେ ତାଙ୍କ ସାହାଯ୍ୟ କରିବା ଉଚିତ। ସେ ବହୁତ କାନ୍ଦୁଛନ୍ତି, ତେଣୁ ଅନ୍ୟ କିଛି ସାହାଯ୍ୟ ନ କରିପାରିଲେ ବି ଆମେ ତାଙ୍କୁ ସାହସ ତ ଦେଇପାରିବା। ଏହା ଭାବି ଦୁହେଁ ରାଣୀଙ୍କ ପାଖକୁ ଯାଇ ତାଙ୍କୁ କହିଲେ, ମହାରାଣୀ, ଆପଣଙ୍କ ସହିତ ଯାହା ଘଟିଲା ତାହା ଭୁଲ ଥିଲା, କିନ୍ତୁ ଆପଣ ଧୈର୍ଯ୍ୟ ଧରନ୍ତୁ ଏବଂ ନିଜକୁ ସମ୍ଭାଳନ୍ତୁ। ଆପଣଙ୍କର ସମଗ୍ର ରାଜ୍ୟ ଆପଣଙ୍କ ପଛରେ ଅଛି। ବର୍ତ୍ତମାନ ରାଜା ଏ ପଥରରେ ପରିଣତ ହୋଇଯାଇଛନ୍ତି, ତେଣୁ ଆପଣଙ୍କୁ ହିଁ ରାଜ୍ୟର ଭାର ନିଜେ ହାତକୁ ନେବାକୁ ପଡ଼ିବ। ରାଣୀଙ୍କ ସେମାନଙ୍କ କଥା ଶୁଣି ପରେ କହିଲେ, ମୁଁ ନିଜକୁ କିପରି ସମ୍ଭାଳିବା, କାରଣ ମୋର ଦୁନିଆ ଜରୁରୀ ଯାଉଛି, ମୋର ଦୁନିଆ ଉଜୁଡ଼ି ଯାଉଛି। ମୋର ସ୍ୱାମୀ ବର୍ତ୍ତମାନ ପଥରରେ ପରିଣତ ହୋଇଯାଇଛନ୍ତି, ମୁଁ ବର୍ତ୍ତମାନ କ'ଣ କରିବି? ମୟୂର ମୟୂରୀ ରାଣୀଙ୍କୁ ପଚାରିଲେ, ରାଜା ପଥର କେମିତି ହୋଇଗଲେ? ରାଣୀ ବି ଯେତେ ଯେତେ କଥା ଆଗକୁ କହି ଗଲେ ସେ ବି ରାଜାଙ୍କ ପରି ଧୀରେ ଧୀରେ ପଥର ପରିଣତ ହେବାକୁ ଲାଗିଲେ। ଯେମିତି ରାଣୀଙ୍କୁ ପୁରା କାହାଣୀ କହିଲେ ସେ ମଧ୍ୟ ପୁରା ପଥରରେ ପରିଣତ ହୋଇଗଲେ। ଏହା ଦେଖି ଉଭୟ ମୟୂର ବହୁତ ଦୁଃଖିତ ହେଲେ। ମୟୂର ଭାବିଲା ଯେ ଏହିପରି ଆମ ଉପରେ ମଧ୍ୟ ଆସିପାରେ, କାରଣ ସେହି ପିମ୍ପୁଡ଼ିର ଅଭିଶାପ ହେତୁ ରାଜା ପଥର ହୋଇଯାଇଛନ୍ତି। ଏଣୁ ରାଣୀ ମଧ୍ୟ ଏହି କାରଣରୁ ପଥର ହୋଇଯାଇଛନ୍ତି। ମୟୂର ମୟୂରୀକୁ ଧୀରେ କହିଲା ଯେ ଏହି ବିପଦ ଆମ ଉପରକୁ ମଧ୍ୟ ଆସୁଛି, କାରଣ ତୁମ ସ୍ତ୍ରୀମାନଙ୍କ ପାଖରେ କିଛି ଲୁଚି ରହେ ନାହିଁ। ମୟୂରୀ ମଧ୍ୟ ଉଭୟ କହିଲା, ଚାଲ ପ୍ରିୟ, ଆମେ ବହୁତ ଦୂରକୁ ଚାଲିଯିବା। ଏହା ଶୁଣି ମୟୂର କହିଲା, ଏହି ଜାଗା ଛାଡ଼ିବା ଲାଭ କ'ଣ? ଆମେ ପୃଥିବୀର ଯେଉଁ କୌଣସି କାରଣରୁ ଯିବା, ଏହି ବିପଦ ଆମକୁ ଛାଡ଼ିବ ନାହିଁ। ଏହା ଆମ ଉପରେ ସବୁବେଳେ ଘୂରି ବୁଲୁଥିବ। ଯଦି ଜାଣିଶୁଣି କିମ୍ବା ଅଜାଣତରେ ଏହି କଥା ଆମ ପାଟିରୁ ବାହାରି ଆସେ, ତେବେ ଆମେ ବି ପଥର ହୋଇଯିବା। ବର୍ତ୍ତମାନ ଦୁହେଁ ବିଷୟରେ ଚିନ୍ତା କରିବା ଆରମ୍ଭ କଲେ। ନା ଭଲରେ ଖାଇପାରିଲେ, ନା ଭଲରେ ଜୀବନଯାପନ କରିପାରିଥିଲେ। ଦୁହେଁ ବହୁତ ଚିନ୍ତିତ ଥିଲେ। ମୟୂରର ମନକୁ ଏକ ଉପାୟ ଆସିଲା ଯେ ଯଦି ଏହି ସବୁ ପିମ୍ପୁଡ଼ିକୁ ମର ଦିଆଯାଏ, ତେବେ ଏହି ବିପଦକୁ ମଧ୍ୟ ରୋକ ପାରିପାରିବ। ସେହି ମୟୂରୀକୁ କହିଲା, ଯଦି ଆମେ ଦୁହେଁ ଦୁନିଆରୁ ସମସ୍ତ ପିମ୍ପୁଡ଼ିକୁ ହଟାଇଦେବା, ତେବେ ଆମର ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ।
ମୟୂରୀ ମଧ୍ୟ ଏଥିରେ ସହମତ ହେଲା। ଦୁହେଁ ସମସ୍ତ ପିମ୍ପୁଡ଼ିକୁ ମାରି ସେମାନଙ୍କୁ ଖାଇବାକୁ ଆରମ୍ଭ କଲେ। ପିମ୍ପୁଡ଼ିକୁ ବୁଲି ବୁଲି ଖୋଜି ଖୋଜି ଏମିତି ମାରିଲେ ଯେ ସେ ଦୁହିଁଙ୍କ ଦେଖିବା ମାତ୍ରେ ପିମ୍ପୁଡ଼ିମାନେ ଇଆଡ଼େ ସିଆଡ଼େ ଦୌଡ଼ିଲେ ଆରମ୍ଭ କଲେ ଏବଂ ଭୂମି ତଳକୁ ଖୋଳ ଲୁଚି ଯାଇଥାନ୍ତି। ମୟୂର ଏବଂ ମୟୂରୀ ଉଭୟ ଏତେ ସତର୍କ ଥିଲେ ଯେ ପିମ୍ପୁଡ଼ି ଭୂମି ତଳୁ ବାହାରିବା ମାତ୍ରେ ସେମାନଙ୍କୁ ଖାଇ ଦେଉଥିଲେ। ଏହି ଡରରେ ପିମ୍ପୁଡ଼ିମାନେ ଭୂମିରୁ ବାହାରି ହିଁ ନାହାନ୍ତି। ସେହିମାନେ ଭୂମି ଭିତରେ ଲୁଚି ରହିଲେ ଏବଂ ଭୋକରେ ମରିବାକୁ ଲାଗିଲେ, କାରଣ ଖାଦ୍ୟ କେବଳ ଭୂମି ମା'ର ଉପଲବ୍ଧ। ବର୍ତ୍ତମାନ ପିମ୍ପୁଡ଼ିମାନେ ଖାଦ୍ୟ ପାଇଁ ଭୂମି ବାହାର କରିବା ମାତ୍ରେ ମୟୂରମାନେ ସେମାନଙ୍କୁ ମାରି ଖାଇ ଦେଉଥିଲେ। ଥରେ ଗୋଟିଏ ପିମ୍ପୁଡ଼ି ଦମ୍ପତି ଭୋକରେ ପୀଡ଼ିତ ହୋଇ ଭୂମି ଭିତରେ କଷ୍ଟରେ ଥିଲା। ଅନ୍ୟ ଉପାୟ ନ ପାଇ ସେମାନଙ୍କ ଭଗବାନ ବିଷ୍ଣୁଙ୍କୁ ଜପ କରିବା ଆରମ୍ଭ କଲା। ଉଭୟଙ୍କ ଭକ୍ତି ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ସେଠାରେ ଉପସ୍ଥିତ ହେଲେ। ଭଗବାନ ବିଷ୍ଣୁ ସେମାନଙ୍କୁ କହନ୍ତି ଯେ ମୁଁ ତୁମର ଭକ୍ତିରେ ଅତ୍ୟନ୍ତ ସନ୍ତୁଷ୍ଟ, ତୁମେ ଯାହା ଚାହଁ ସେହି ବର ମାଗିପାର। ଦୁହେଁ ବହୁତ ଦିନ ହେଲା ଭୋକିଲା ଏବଂ ଶୋଷିଲା ଥିଲେ। ସେଥିପାଇଁ ଉଭୟ କହିଲେ, ପ୍ରଭୁ, ଯଦି ଆପଣ ଆମକୁ ଉପରେ ଖୁସି ଏବଂ ଆମକୁ କିଛି ଦେବାକୁ ଚାହାନ୍ତି, ତାହେଲେ ଆମ ପେଟରେ ଗୋଟିଏ ଗଣ୍ଡି ଲଗାଇ ଦିଅନ୍ତୁ। କାରଣ ଯେତେବେଳେ ଆମର ପେଟ ହିଁ ନଥିବ, ତେବେ ଆମ ଭୂମିରୁ ବାହାରିବାକୁ ଯିବାକୁ ନାହିଁ କି ସେହି ମୟୂରୀମାନଙ୍କ ଆମକୁ ଖାଇବାକୁ ନାହିଁ। ପ୍ରଭୁ ବିଷ୍ଣୁ ଏହାକୁ ଶୁଣି କହିଲେ, ତଥାସ୍ତୁ। ସେମାନଙ୍କର ପେଟରେ ଗଣ୍ଡି ପଡ଼ିଗଲା। ପିମ୍ପୁଡ଼ିମାନେ ପୁଣି ଭଗବାନ ବିଷ୍ଣୁଙ୍କୁ କହିଲେ ଯେ ହେ ପ୍ରଭୁ, ଆମେ ପେଟରେ ଗଣ୍ଡି ଅଛି, କିନ୍ତୁ ଆମେ କେବେ ବି ବିପଦରେ ଅଛୁ, କାରଣ ବାହାରକୁ ଯିବା ମାତ୍ରେ ମୟୂର ଆମକୁ ଅପେକ୍ଷା କରିଛନ୍ତି। ସେମାନେ ଆମକୁ ମାରି ଖାଇଯିବେ। ତାପରେ ପ୍ରଭୁ ବିଷ୍ଣୁ ପିମ୍ପୁଡ଼ି ଦମ୍ପତିଙ୍କୁ ଧରି ମୟୂର ପାଖକୁ ଯାଆନ୍ତି। ଭଗବାନ ବିଷ୍ଣୁ ସେମାନଙ୍କୁ କୁହନ୍ତି ଯେ ତୁମେମାନେ ପିମ୍ପୁଡ଼ି ଖାଇବା ବନ୍ଦ କର, କାରଣ ଏହା ପିମ୍ପୁଡ଼ିର ଦୋଷ ନୁହେଁ। ଦୋଷୀ ଥିଲେ ସେ ରାଜା, କାରଣ ସେ କରାବ ଶାସ୍ତ୍ର ଜାଣିଥିଲେ। ତେଣୁ ସେମାନେ ସମସ୍ତ ପ୍ରାଣୀମାନଙ୍କ ସହିତ ଅତି ନିକଟତର ହୋଇଯାଉଥିବା ସେ ସେହି ପଶୁ ଓ ପକ୍ଷୀମାନଙ୍କର ରୂପ ନେଇ ପାରୁଥିଲେ। ସେହି ରୂପ ନେଇ ସେମାନଙ୍କର ସହିତ ହସ ମଜା ଏବଂ ଭ୍ରମଣ ମଧ୍ୟ କରୁଥିଲେ। ସେତେବେଳେ ସେହି ପଶୁ ଓ ପକ୍ଷୀମାନେ ଗର୍ଭବତୀ ହୋଇଥିଲେ। ରାଜା ତାଙ୍କୁ ଛାଡ଼ି ପୁଣି ମନୁଷ୍ୟର ରୂପକୁ ଫେରି ଆସୁଥିଲେ। ସେ ପଶୁ ଓ ପକ୍ଷୀମାନଙ୍କ ସହିତ ସର୍ବଦା ଏହିପରି ଖରାପ କାର୍ଯ୍ୟ କରୁଥିଲେ। ତାପରେ ମୂର୍ଖତା ହେତୁ ଆଜି ରାଜା ପଥର ହୋଇଯାଇଛନ୍ତି। ଏହା ଶୁଣି ମୟୂର ପ୍ରଭୁ ବିଷ୍ଣୁଙ୍କୁ ପଚାରିଲେ, ସେ ପ୍ରଭୁ, ଏଥିରେ ରାଣୀଙ୍କର ଦୋଷ କଣ? ଭଗବାନ ବିଷ୍ଣୁ କହନ୍ତି ଯେ ରାଣୀ ମଧ୍ୟ ରାଜାଙ୍କ ସହିତ ହିଁ ଦୁଷ୍କର୍ମରେ ସମାନ ଭାଗୀଦାର, କାରଣ ଯଦି ରାଣୀ ରାଜାଙ୍କୁ ଅଟକାଇଥାନ୍ତେ ତେବେ ରାଜା ଏତେ ବଡ଼ ପାପ କରିନଥାନ୍ତେ। ତେଣୁ ସେ ମଧ୍ୟ ପଥର ହୋଇଗଲେ। ପ୍ରଭୁ ବିଷ୍ଣୁ ବ୍ୟାଖ୍ୟା ଉପରେ ମୟୂର ତାଙ୍କୁ କହିଲେ, ହେ ପ୍ରଭୁ, ଯଦି ଆମେ ଅନ୍ୟମାନଙ୍କୁ ଏହି କଥା କହିବୁ, ତେବେ ଆମେ ମଧ୍ୟ ପଥରରେ ପରିଣତ ହୋଇଯିବୁ କି? ଏହା ଶୁଣି ଭଗବାନ ବିଷ୍ଣୁ କହିଲେ, ନାହିଁ, ପିମ୍ପୁଡ଼ିମାନଙ୍କ ଏହି ଅଭିଶାପ ସମାପ୍ତ ହୋଇଯାଇଛି। ବର୍ତ୍ତମାନ ଏହା କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଶୁଣି ମୟୂର ଏବଂ ମୟୂରୀ ଖୁସି ହୋଇଗଲେ। ଭଗବାନ ବିଷ୍ଣୁ ମଧ୍ୟ ଅଦୃଶ୍ୟ ହୋଇଗଲେ। ତାପରେ ମୟୂର ଖୁସିରେ ନାଚିବାକୁ ଲାଗିଲେ, କିନ୍ତୁ ଯେତେବେଳେ ନିଜ ପାଦକୁ ଚାହିଁଲା ସେତେବେଳେ କାନ୍ଦିବାକୁ ଲାଗିଲା। ଏ କହିଲା, ଆମର ଶରୀରରେ ଏତେ ସୁନ୍ଦର, କିନ୍ତୁ ଆମର ପାଦ ଫାଟି ଯାଇଛି, କାରଣ ସେମାନେ ନୁହେଁ ପିମ୍ପୁଡ଼ି ଖାଉଥିବା। ଯଦି ମଣିଷ ମଧ୍ୟ ପିମ୍ପୁଡ଼ି ଖାଏ, ତେବେ ତା ଶରୀରରେ ଛୋଟ ଛୋଟ ଦାଗ ଦେଖାଯାଏ ଓ ଶରୀର ଫାଟିବାକୁ ଲାଗେ। ମୟୂର ଜୋରରେ ନାଚୁଥିଲା ଓ ନିଜ ପାଦ ଦେଖି କାନ୍ଦୁଥିଲା। ଯେତେବେଳେ ମୟୂରର ଆଖିରୁ ଲୁହ ଝରିବାକୁ ଲାଗିଲା, ମୟୂରୀ ତାକୁ ଧୈର୍ଯ୍ୟ ଦେଉଥିଲା ଏବଂ ସେହି ଲୁହକୁ ନିଜ ଥଣ୍ଟରେ ପିଇ ଯାଉଥିଲା। ଏହିପରି ଭାବରେ ପ୍ରତ୍ୟେକ ଥର ମୟୂର
ନାଚୁଥାଏ କାନ୍ଦୁଥାଏ ଓ ମୟୂରୀ ପ୍ରତ୍ୟେକ ଥର ତାକୁ ଲୁହକୁ ପିଉଥାଏ। ଦୁହିଁଙ୍କ ଏହି ପ୍ରେମର ଦେଖି ପ୍ରଭୁ ବିଷ୍ଣୁ ପୁନର୍ବାର ତାଙ୍କୁ ଦେଖାଦେଲେ ଏବଂ ସେ କହିଲେ ଯେ ତୁମର ପ୍ରେମ ସର୍ବଦା ଏହିପରି ରହୁ, ମୁଁ ତୁମକୁ ଆଶୀର୍ବାଦ ଦେଉଛି। ବର୍ତ୍ତମାନ ଏହା ଭଗବାନଙ୍କର ଆଶୀର୍ବାଦ କିମ୍ବା ଅଭିଶାପ ଏହା ଜାଣିବା କଷ୍ଟକର ନାହିଁ ନା ମୟୂରୀର ଲୁହ ପିଇ ମୟୂର ଗର୍ଭବତୀ ହୁଏ। ଆପଣଙ୍କୁ ଏହି କାହାଣୀଟି କିପରି ଲାଗିଛି କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ କରନ୍ତୁ।